ହାଏ ହ୍ୟାଲୋ ନମସ୍କାର। ମୁଁ ଉତ୍ତମ। ଆପଣ କେମିତି ଭଲରେ ଥିବେ? ମୁଁ ବି ଯାଉ ଭଲରେ ଅଛି। ସୁଖରେ ଦୁଃଖରେ ଯାହା ହଉ ଚାଲିଛି। ଚାଲନ୍ତୁ ଆପଣଙ୍କୁ ମୁଁ ଟିକେ ବୁଲେଇ ନେବି ଆମର ଏଠିକାର ଦୃଶ୍ୟ। ଆଉ ଟିକେ ବୁଲାବୁଲି କରିବା। ମନ୍ଦିର ପାଖରେ ବହୁତ ସୁନ୍ଦର ଜାଗାଟେ। ଆପଣ ଚାଲନ୍ତୁ ସେ ଯିବା ବୁଲିଯିବା। ବହୁତ ସୁନ୍ଦର ଲାଗିବ। ଆପଣ ଦେଖନ୍ତୁ ଏଠିକାର ଏଇ ଗଳି କନ୍ଦି ଆପଣ ଦେଖିପାରୁଥିବେ। ଆଉ ତାପରେ ଏଇ ବାହାରୁ କଣ ଯୋଉ ବାହାରକୁ ଯିବା ପାଇଁ ଡର ଲାଗୁଛି। ଦେଖନ୍ତୁ ଏଇ ବାହାରୁ ଯିବା କଥା କହିଲା ବେଳକୁ ଏଇ ପଛ ପଟେ ଦେଖନ୍ତୁ କୋଉ ଭଳିଆ ବର୍ଷା ଆସିଲାଣି। ଆଉ ଦେଖିପାରୁଥିବେ କୋଉ ଭଳିଆ ସବୁ ପକ୍ଷୀ ସବୁ ଉଡି ଆଡି ସବୁ ପଳେଇଲେଣି। ଆଉ ସେଇ ହିସାବରେ ମୁଁ ଟିକେ ଦେଖିବା ଯାଉଛି ତଳକୁ। ଆମର ଗୋଟେ ଦୋକାନକୁ ଯିବାର ଅଛି। ଆଉ ସେ ଦୋକାନ ଟିକେ ଯିବି। ଆଉ ଏଠିକାର ଆଉ ଗୋଟେ ଗଣେଶ ମନ୍ଦିର ଅଛି। ଚାଲନ୍ତୁ ଦେଖନ୍ତୁ ଆମେ ଆସି ଯାଇଛନ୍ତି ଆମର ସେ ପାଖରେ ଆମର ଯୋଉ ମନ୍ଦିର। ଆଉ ସେଠି ପାଖରେ ଦୋକାନ ବଜାର ବି ଅଛି। ଆପଣ ଦେଖେଇ ଦଉଛି ଟିକେ। ଏ ଦେଖନ୍ତୁ ଏଇ ମୋର ଏଇ ବାଟେ ଗଲେ ଏଠିକାର ଦୋକାନ ଏଇ। ଆଉ ଏଠିକାର ଆମର ଗଣେଶ ମନ୍ଦିର। ଆଉ ଏ ଦେଖନ୍ତୁ ହେଇ କ୍ଷଣିକା ଲୋକ ଏତେ ଯିବା ଆସିବା କରୁଛନ୍ତି। ଆରେ ଏଇକିନା ସନ୍ଧ୍ୟାବେଳ ଟାଇମ। ଏଠି ବୋଧେ କିଛି ଗୋଟେ ମେସିନ ଫେସିନ କଣ ଆସିଛି ବୋଧେ ଯୋଉଟା କି ସିଫ୍ଟ ହଉଛି କଣ ଗୋଟେ କମ୍ପାନୀ ଏଇ ତ ଏଇ ସେଇଆ ତ ଏଇ ତ ଲାଗିଛି ଆଉ। ମୋର ନୂଆ ମେସିନ ଭିତରେ ପୁରା ହଉଛି କମ୍ପାନୀ ତ। କମ୍ପାନୀ ଭିତରେ ପୁରା ହଉଛି। ଏଇ ଟାଇମ ରେ କେତେ ଗୁଡେ ଗାଡି ଗୁଡା ସଣ୍ଡେ ଯୋଉଦିନ ରବିବାରିଆ ପୁରା ମାଛି ବି ଏପଟେ ଉଡିଏନି। ମାନେ ଏତେ ମାନେ ଗୋଟେ ଲୋକ ଥିବେନି କିଛି। ଆଉ ଦେଖନ୍ତୁ କୋଉ ହିସାବରେ ଚାଲିଛି। କିନ୍ତୁ ଆମେ ଯିବା ଟିକେ ଠାକୁରଙ୍କ କତିକି। ଠାକୁରଙ୍କ ଟିକେ ଦର୍ଶନ କରିବା। ରୋଡ ଟା ଟିକେ ପାର କରିବା କେମିତି? ଦେଖନ୍ତୁ ଏ ହଉଛି ଆମର ଗଣେଶ ମନ୍ଦିର। ଜୟ ବଜରଙ୍ଗ ବଲି। ଏଠିକାର ଭାଇ ଆମର ଗୋଟେ ଦୋକାନ କରିଛନ୍ତି। ଆଖୁ ଦୋକାନ ଦୁନିଆର କଣ ବିକ୍ରି କରୁଛନ୍ତି। ଆମେ ଟିକେ ଆଗକୁ ଟିକେ ବୁଲିବା କଣ କରିବା ଏଠି ଗୋଟେ ଜାଗାରେ। ଏଟା ଗୋଟେ କମ୍ପାନୀ ଏରିଆ ଭଳିଆ। ଆଉ ସେଥିରେ ଦି ଚାରିଟା ଖଣ୍ଡେ ଦୋକାନ ଅଛି। ସେଥିରେ ଭଲ ଚାଲୁଛି ବି ଲୋକଙ୍କର। ଲୋକଙ୍କର